ଥରେ ଜଣେ ବୃଦ୍ଧ ଗାଁରେ ରହୁଥିଲେ। ବୃଦ୍ଧ ଜଣକ ତାଙ୍କ ପୁଅ ଉପରେ ଅତ୍ୟଧିକ ବିରକ୍ତ ହୋଇଗଲେ, କାରଣ ତାଙ୍କ ପୁଅ ଅତ୍ୟନ୍ତ ଅଦରକାରୀ ଏବଂ ଅଳସୁଆ ଥିଲା। ସେ କୌଣସି କାମ କରୁନଥିଲା ଏବଂ କେବଳ ଗାଁରେ ବୁଲୁଥିଲା। ତେଣୁ ଦିନେ ବୃଦ୍ଧ ଜଣକ ପୁଅକୁ ଏକ ଶିକ୍ଷା ଦେବାକୁ ଚିନ୍ତା କଲେ। ସେ ତାଙ୍କ ପୁଅକୁ ଡାକି ତାଙ୍କୁ କହିଲେ, ପୁଅ, ଘର ଭିତରେ ଆଲମାରିରେ ଏକ ଘଣ୍ଟା ରଖାଯାଇଛି, ତୁମେ ଏହାକୁ ବାହାର କର। ପିଲାଟି ଘର ଭିତରକୁ ଯାଇ ଘଣ୍ଟା ବାହାରକୁ ଆଣିଲା। ତାପରେ ତାଙ୍କ ପିତା ତାଙ୍କୁ କହିଲେ, ବର୍ତ୍ତମାନ ତୁମେ ଗୋଟିଏ କାମ କର, ଏହି ଘଣ୍ଟାକୁ ତୁମ ସହିତ ବଜାରକୁ ନିଅ ଏବଂ ତୁମେ ଦେଖୁଥିବା ସମସ୍ତ ଲୋକଙ୍କ ଠାରୁ ଏହି ଘଣ୍ଟାର ମୂଲ୍ୟ ପଚାର। ଏବେ ପିଲାଟି ସେହି ଘଣ୍ଟାକୁ ନେଇ ବଜାରକୁ ଗଲା। ସେ ବଜାରର ସମସ୍ତ ଲୋକଙ୍କ ଠାରୁ ଘଣ୍ଟାର ମୂଲ୍ୟ ପଚାରିଲା। କେହି କେହି କହିଲେ ଘଣ୍ଟାର ମୂଲ୍ୟ 500, କେହି କେହି 1000 ଏବଂ କିଏ କହିଲା 800 ଟଙ୍କା। ସମସ୍ତ ଲୋକ ବାଳକକୁ ଅଲଗା ଅଲଗା ମୂଲ୍ୟ କହିଲେ ଯେ ଘଣ୍ଟାର ମୂଲ୍ୟ 500, 1000, 800 ଅଟେ। ବାଳକଟି ତା ପିତାଙ୍କ ନିକଟକୁ ଆସି ତାଙ୍କୁ କହିଲା ଯେ, ପିତା, ସମସ୍ତେ ଏହାର ମୂଲ୍ୟ କହିଲେ, ନିଜ ନିଜ ହିସାବ ଅନୁଯାୟୀ କହିଲେ। କେହି କେହି 500, କେହି କେହି 1000 ଏବଂ କିଏ ତ ଏହାକୁ 800 ବୋଲି କହିଲେ। ପରଦିନ ପୁଣି ବୃଦ୍ଧ ଜଣକ ତାଙ୍କ ପୁଅକୁ ଡାକି ଆଲମାରିରୁ ଘଣ୍ଟା ଆଣିବାକୁ କହିଲେ। ପିଲାଟି ପୁଣି ଯାଇ ଆଲମାରିରୁ ଘଣ୍ଟା ଆଣିଲା। ଏବେ ବୃଦ୍ଧ ଜଣକ ତାଙ୍କ ପୁଅକୁ କହିଲେ, ଯାଅ, ଆଜି ତୁମେ ଏହି ଘଣ୍ଟା ଭିତରେ ଚାଲୁଥିବା ସମୟର ମୂଲ୍ୟ ପଚାର। ପିଲାଟି ବୁଝିପାରିଲା ନାହିଁ ଯେ ତା ପିତା କ'ଣ ଚାହୁଁଛନ୍ତି। ଜଣେ ଦୁଃଖୀ ମଣିଷ ଭଳି ସେ ପୁଣି ଘଣ୍ଟା ନେଇ ବଜାରକୁ ଗଲା ଏବଂ ଘଣ୍ଟା ଭିତରେ ଚାଲୁଥିବା ସମୟର ମୂଲ୍ୟ ସମସ୍ତଙ୍କୁ ପଚାରିଲା। ଲୋକମାନେ ଅନୁଭବ କଲେ ଯେ ଏହି ପୁଅର ମାନସିକ ଅବସ୍ଥା ଭଲ ନୁହେଁ। ଗତକାଲି ସେ ଘଣ୍ଟାର ମୂଲ୍ୟ ପଚାରିବାକୁ ଆସିଥିଲା ଏବଂ ଆଜି ସମୟର ମୂଲ୍ୟ ପଚାରୁଛି। ଅନେକ ଲୋକ ତାକୁ ଘଉଡ଼ାଇ ଦେଲେ ଏବଂ କିଛି ଲୋକ ତାଙ୍କୁ ହସିବାକୁ ଲାଗିଲେ। ବର୍ତ୍ତମାନ ପିଲାଟି ବିରକ୍ତ ହୋଇ ମୋ ସହିତ ଏଭଳି କାହିଁକି ଘଟୁଛି ଭାବି ଶେଷ ଥର ପାଇଁ ଜଣେ ବୃଦ୍ଧଙ୍କ ଦୋକାନକୁ ଗଲା। ବୃଦ୍ଧ ବହୁତ ବ୍ୟସ୍ତ ଥିଲେ। ସେ ପିଲାଟିର ପ୍ରଶ୍ନ ଶୁଣିବା ମାତ୍ରେ ସେ ବୁଝିଗଲେ ଯେ ପିଲାଟି ତାଙ୍କୁ କ'ଣ ପଚାରିବାକୁ ଚାହୁଁଛି। ବୃଦ୍ଧ ଜଣକ ତାଙ୍କ ସମୟରୁ କିଛି ସମୟ ବାହାର କରି ପୁଅକୁ କହିଲେ, ପୁଅ, ଯାହାର ମୂଲ୍ୟ ତୁମେ ପଚାରୁଛ, କେହି ଏହାର ମୂଲ୍ୟ ଦେଇପାରିବେ ନାହିଁ। କୋଟି କୋଟି ଟଙ୍କା ଦେଇ ତୁମେ ତୁମର ଜୀବନର 1 ସେକେଣ୍ଡ ମଧ୍ୟ ଫେରାଇ ପାରିବ ନାହିଁ। ସେଥିପାଇଁ ଏହି ସମୟକୁ ସଠିକ୍ ଭାବରେ ବ୍ୟବହାର କର। ସମୟର ଗୋଟିଏ ଭଲ ଆଉ ଗୋଟିଏ ଖରାପ ଜିନିଷ ଅଛି। ଖରାପ କଥା ହେଉଛି ସମୟ ଅତିବାହିତ ହୁଏ ଏବଂ ଭଲ କଥା ହେଉଛି ଯେ ତମେ ଏହାକୁ ନିଜ ଇଚ୍ଛାରେ ଖର୍ଚ୍ଚ କରିପାରିବ, ଯାହା ତମ ହାତରେ ଅଛି। ସମସ୍ତଙ୍କର ଗୋଟିଏ ଦିନରେ 24 ଘଣ୍ଟା ସମୟ ଥାଏ। ଧନୀମାନଙ୍କର ବି 24 ଘଣ୍ଟା ଅଛି ଏବଂ ଗରିବ ଲୋକମାନଙ୍କର ମଧ୍ୟ 24 ଘଣ୍ଟା ଅଛି। କେବଳ ତମ ହାତର କଥା, ତମେ ସେହି ସମୟକୁ କେଉଁ ଭଲ କାମରେ ଲଗାଇବ। ତେଣୁ ତମେ ପ୍ରତ୍ୟେକ ମୁହୂର୍ତ୍ତର ଏକ ହିସାବ ରଖ ଯେ ତମେ କେଉଁ ଜିନିଷ ଗୁଡ଼ିକ ପାଇଁ କେତେ ସମୟ ନଷ୍ଟ କରୁଛ। ସେହି ବୃଦ୍ଧଙ୍କ କଥା ଶୁଣିବା ପରେ ପିଲାଟିର ଆଖି ଖୋଲିଗଲା। ସତେ ଯେମିତି ତାଙ୍କ ଭିତରେ ଏକ ବଡ଼ ପରିବର୍ତ୍ତନ ଆସିଗଲା ଏବଂ ତାପରେ ସେ ସେହି ଘଣ୍ଟାକୁ ତା ପିତାଙ୍କ ନିକଟକୁ ନେଇଗଲା ଏବଂ ତାଙ୍କୁ ସବୁ କିଛି ଜଣାଇଲା। ସେହି ଦିନଠାରୁ ସେହି ବାଳକଟିର ଜୀବନ ବଦଳିଗଲା। ବନ୍ଧୁଗଣ, କୁହନ୍ତି ଯେ ସମସ୍ତଙ୍କ ପାଇଁ ସମୟ ମାଗଣା, କିନ୍ତୁ ଏହା ଅମୂଲ୍ୟ ଅଟେ। ଏହା ବହୁତ ମୂଲ୍ୟବାନ ଅଟେ। ଆପଣ ଏହାକୁ କିଣିପାରିବେ ନାହିଁ, କିନ୍ତୁ ଆପଣ ଏହାକୁ ଅନ୍ୟକୁ ଦେଇପାରିବେ। ଆପଣ ଏହାକୁ ରଖିପାରିବେ ନାହିଁ, କିନ୍ତୁ ଆପଣ ଏହାକୁ ଖର୍ଚ୍ଚ କରିପାରିବେ। ଯଦି ଆପଣ ଥରେ ଏହାକୁ ହରାଇଲେ, ତେବେ ଆପଣ ଏହାକୁ ଆଉ ଫେରି ପାଇବେ ନାହିଁ। ତେଣୁ ଆପଣଙ୍କ ସମୟକୁ ସଠିକ୍ ଭାବରେ ବ୍ୟବହାର କରନ୍ତୁ ଆଉ ଭାବି ଚିନ୍ତି ଖର୍ଚ୍ଚ କରନ୍ତୁ।